ଶୁଣିବା ଯୌବନର ପ୍ରଭାବ ଓ ପ୍ରତିଷ୍ଠା। ରଚନା ପଣ୍ଡିତ ନୀଳକଣ୍ଠ ଦାସ। ଗୋଟିଏ ମତ ଅଛି, ଯୌବନ ବିଷମ କାଳ। ଏକ ଅର୍ଥରେ ଏହା ସତ୍ୟ। ଜୀବନର ସ୍ୱତଃ ବିକାଶ ଯୌବନରେ ଆରମ୍ଭ ହୁଏ। ଏତେବେଳେ ଆଦର୍ଶରେ ବ୍ୟଞ୍ଜନା ଓ ଆଶାର ଉଦ୍ଦୀପନାରେ ତରଳ ଯୁବପ୍ରାଣ ଘନ ଘନ ଉଦ୍ବେଳିତ ହୁଏ। ମାନବ ଯୌବନ ଦେଖିଲେ ଦେଖାଯାଏ, ଯୌବନରେ ପ୍ରାଣ ଅନନ୍ତ ଇଙ୍ଗିତରେ ବିସ୍ଫାରିତ ହୁଏ। ପ୍ରବୀଣର ସାମର୍ଥ୍ୟ ଓ ଶୁଭାଶୁଭ ଗଣନା ଯୁବକ ବୁଝେ ନାହିଁ। କର୍ମରେ ବିବେକ ନଥିଲା ପରି ଅନନ୍ତ ଶକ୍ତିର ପ୍ରେରଣାରେ ତାହାର ଆତ୍ମା ତଥା କର୍ମେନ୍ଦ୍ରିୟମାନ ଚାଳିତ ହୁଅନ୍ତି। ବେଳେବେଳେ ଆଦର୍ଶ ଅସ୍ଥିର ହୁଏ ଏବଂ କ୍ରିୟାର ମାର୍ଗ ମୁହୁର୍ମୁହୁ ପରିବର୍ତ୍ତିତ ହୁଏ। ପ୍ରବୀଣ ପକ୍ଷରେ ଏପରି କ୍ରିୟାର ଗତି ଓ ଆଦର୍ଶ ଅନିର୍ଦ୍ଦିଷ୍ଟତା ବିଷମ ଏବଂ ଯୌବନର ବିଶ୍ୱତୋମୁଖୀ କର୍ମପ୍ରବଣତା ଦୁଃସାହସର ଫଳ। ମାତ୍ର ଯୌବନ ଯେ ଏହି ଅର୍ଥରେ ସବୁବେଳେ ବିଷମ ବୋଲି କୁହାଯାଏ ତାହା ନୁହେଁ। କେତେକ ତିତୀର୍ଷୁ ଦାର୍ଶନବାଦୀଙ୍କ ମତରେ ଜୀବନ ଗୋଟିଏ ସଂଯମର ପରମ୍ପରା ମାତ୍ର। ଅନନ୍ତ ନିରୋଧ ହିଁ ଜୀବନର ପରମ କର୍ତ୍ତବ୍ୟ। ସମସ୍ତ ବିକାଶ ହିଁ ନିରୋଧର ନାମାନ୍ତର ମାତ୍ର। ପାପ ପ୍ରବୃତ୍ତମୟ ଜୀବନ ତୁଚ୍ଛ ଜନ୍ମବନ୍ଧ କର୍ମ ମାୟା ଏସବୁ ଛାଡ଼ିବାକୁ ହେବ। ସତ୍ୟ ସିଦ୍ଧି ବା ମୁକ୍ତି ଏସବୁର ମଧ୍ୟରେ ନାହିଁ। ତାହା ଜୀବନଠାରୁ ଭିନ୍ନ। ଜୀବନର ନିରୋଧରେ, ଜୀବନର କ୍ରିୟାକଳାପରେ ଉପଭୋଗର ସ୍ଥାନ ନାହିଁ। ସମସ୍ତ ଭୋଗ ହିଁ ବିଳାସ, କେବଳ ପ୍ରମାର୍ଥୀ କର୍ମେନ୍ଦ୍ରିୟର ସ୍ୱେଚ୍ଛାଚାରିତା। ଆପାତତଃ ପ୍ରକୃତିର ପ୍ରଭାବ ବଡ଼ ନିରଙ୍କୁଶ ଓ ବିଶୃଙ୍ଖଳ। ଆଦର୍ଶ ସାଧନା ବେଳେ ଏ ପ୍ରବୃତ୍ତିଜନିତ କ୍ରିୟାରେ ସଂଯମ ଲୋଡ଼ା। କିନ୍ତୁ ଏ ସଂଯମର ସାଧନା ପାଇଁ ଏକାବେଳକେ ଅଧୀର ହେବା ଠିକ୍ ନୁହେଁ। ନିରୋଧରେ ବିଶୃଙ୍ଖଳ ପ୍ରବୃତ୍ତିର ବିନାଶ ହୋଇପାରେ, କିନ୍ତୁ ଜୀବନରେ ବିକାଶର ଶୃଙ୍ଖଳା ଫୁଟିବ କିପରି? ପ୍ରବୃତ୍ତିର ବିଶୃଙ୍ଖଳା ହେୟ ହୋଇପାରେ, ମାତ୍ର ହେୟର ବର୍ଜନ ମାତ୍ରେ ଉପାଦେୟ ମିଳେ ନାହିଁ। ଉପାଦେୟର ଆହରଣ ନିମନ୍ତେ ସ୍ପଷ୍ଟ ପ୍ରଯତ୍ନ ନଥିଲେ କେବଳ ନିରୋଧରେ ହେୟର ବିକାଶ ମଧ୍ୟ ସମ୍ଭବ ନୁହେଁ। ଆତ୍ମା ଗୋଟିଏ ବିକାଶପରାୟଣ ସ୍ଥାୟୀ ଶକ୍ତି। କେବଳ ପ୍ରବୃତ୍ତି ନିରୋଧରେ ତାହାକୁ ଶୂନ୍ୟ ଓ ଗୁଣହୀନ କହିହେବ ନାହିଁ। ଜୀବନରେ ଆହରଣ ଓ ବିକାଶ ନିମନ୍ତେ ସ୍ଥାନ ରଖିବାକୁ ହେବ। ଆତ୍ମାରେ ବିକାଶର ବୀଜ ପ୍ରତି ଲକ୍ଷ୍ୟ କରିବା ଉଚିତ। ସେଥିପାଇଁ ଜୀବନରେ ଅସାରତାର ଅନ୍ଧକାର ନ ଦେଖି ସର୍ବଦା ଆଲୋକର ଇଙ୍ଗିତ ଅନୁଭବ କରିବାକୁ ହେବ। ପ୍ରବୃତ୍ତି ନିରଙ୍କୁଶ ଓ ବିଶୃଙ୍ଖଳ ହୋଇପାରେ, କିନ୍ତୁ ପ୍ରବୃତ୍ତିର ମୃତ୍ୟୁରେ ଜୀବନର ବିକାଶ ନୁହେଁ। ପ୍ରବୃତ୍ତିର ବ୍ୟାପ୍ତିରେ ହିଁ ଜୀବନର ମୁକ୍ତି। ପ୍ରବୃତ୍ତିର ସମସ୍ତ ବିଶୃଙ୍ଖଳା ଓ ନିରଙ୍କୁଶତା ମଧ୍ୟରେ ଆତ୍ମାର ଏହି ଅନନ୍ତ ବ୍ୟାପ୍ତି, ଏହି ବିଶାଳ ଉପଭୋଗ ମଧ୍ୟରେ ଜୀବନର ସାର ସତ୍ୟ କର୍ମେନ୍ଦ୍ରିୟମାନଙ୍କର ଘୋର ଚପଳ ଚାଳନାରେ ଆଦର୍ଶର ସ୍ଥିରତା ଓ ବ୍ୟକ୍ତିତ୍ୱର ପ୍ରତିଷ୍ଠା। ଏହି ବିଷମ ଯୌବନରେ ଆତ୍ମାର ଅସୀମ ସମତା, ପ୍ରବୃତ୍ତିର ଉଚ୍ଛୃଙ୍ଖଳତା ତଥା କର୍ମର ଚପଳତା ମଧ୍ୟରେ ପ୍ରାଣର ଅନନ୍ତ ଉନ୍ମେଷ। ଯୁବକର ଉଦ୍ଦାମ ତେଜରେ ବିଶ୍ୱଶକ୍ତିର ପ୍ରେରଣା, ଆଶାର ନିରଙ୍କୁଶ ସରସତା ମଧ୍ୟରେ ବିଶ୍ୱପ୍ରୀତିର ପ୍ରତିଷ୍ଠା। ସ୍ଥୂଳତଃ ବିଶୃଙ୍ଖଳ ଯୌବନ ମଧ୍ୟରେ ହିଁ ଆଦର୍ଶର ମହାଶୃଙ୍ଖଳା। ଯୌବନର ବିଶାଳ ସାଧନାରେ ଜୀବନର ଅମୟ ସ୍ଫୂର୍ତ୍ତି ପ୍ରକଟିତ ହୁଏ। ବିଶ୍ୱସିଦ୍ଧିର ପରମ ବୀଜ ଏହିଠାରେ। ଏହି ଯୌବନ ହିଁ ମହାଶକ୍ତିର ପୀଠ ଓ ପରମ ଆଦର୍ଶର ପ୍ରତିଷ୍ଠାନ। ଏହା ହିଁ ଏକାବେଳକେ ଭୋଗ୍ୟ ଓ ଆରାଧ୍ୟ। ଶାନ୍ତ ଜୀବଜଗତରେ ଏହା ହିଁ ଅନନ୍ତର ଆଧାର। ଏହା ହିଁ ସାର୍ବଭୌମ୍ୟ ଓ ନିତ୍ୟ। ଯୌବନର ପୂଜା ହିଁ ଜୀବନର ସାଧନା। ଯୌବନର ବ୍ୟବହାର ଜୀବନର ସିଦ୍ଧି। ଜଗତର ପରମ ଆଦର୍ଶ ସର୍ବବ୍ୟାପୀ ବିଶ୍ୱାତ୍ମା ଏହିଠାରେ ପ୍ରାଣେ ପ୍ରାଣେ ପ୍ରତିଭାତ ହୁଅନ୍ତି। ଜଗତର ଅନନ୍ତ ବୈଷମ୍ୟ ଓ କର୍ମଲୀଳା ଏହିଠାରେ ଇଙ୍ଗିତରେ ପ୍ରତିଭାତ ହୁଏ। ଏହି ଯୌବନରେ ମର ରାଜ୍ୟରେ ଦେବତାଙ୍କର ଆବିର୍ଭାବ। ଏହା ହିଁ ଅନନ୍ତର ବିଳାସଭୂମି ଏବଂ ସାର ସତ୍ୟର ନିଦାନ। ଅନନ୍ତ ମହିମାମୟ ବିଶ୍ୱଶକ୍ତି ଜୀବନ ରୂପଦର୍ପଣରେ ପ୍ରତିବିମ୍ବିତ ହୁଏ।
ଜୀବନ ପରି ଗୋଟିଏ ଶକ୍ତି ଆମ୍ଭେମାନେ ବିଶ୍ୱାତ୍ମାର ଧାରଣ କରିବାକୁ ସମର୍ଥ ହେଉ। ଏହି ଜୀବନ ହିଁ ବିଶ୍ୱଶକ୍ତିର ଇଙ୍ଗିତ। ଏହା ଗୋଟିଏ ବିକାଶମୟ ଶକ୍ତି। ଆତ୍ମବିକାଶ ଏହାର ଧର୍ମ, ଆତ୍ମବୋଧ ଏହାର ସିଦ୍ଧି। ନିରୋଧ ଫଳରେ ନିର୍ବାଣ ଆଶା କରାଯାଇପାରେ, କିନ୍ତୁ ଭୋଗର ବିଶୃଙ୍ଖଳାରେ ଆତ୍ମବୋଧର ପ୍ରତିଷ୍ଠା ନ ହେଲେ, ଜୀବନର ଭୂୟ ବିକାଶରେ ପ୍ରବୃତ୍ତି ସୁସଂଯତ ନ ହେଲେ ଆଦର୍ଶ ସ୍ଥିର ହୁଏ ନାହିଁ। ଏହି ଆଦର୍ଶ ସ୍ଥିର ହେଲେ ଶଙ୍କରଙ୍କ ଭାଷାରେ କୁହାଯାଇପାରେ ତତ୍ତ୍ୱମସି। ସେଥିପାଇଁ ଏହି ଅନନ୍ତ ବିଶୃଙ୍ଖଳ ବିଷମ ପ୍ରବୃତ୍ତି ରାଶିର ଯଥାର୍ଥ ଉପଭୋଗରେ ଅନନ୍ତ ନାମ ରୂପମୟ ବିଶ୍ୱଜଗତ ଆତ୍ମବୋଧରେ ଆଣିବାକୁ ହେବ, ବାସ୍ତବିକ ଅନୁଭବ କରିବାକୁ ହେବ। ସୋହଂ, ଯୌବନ ହିଁ ଏ ସମସ୍ତ ଅନୁଭୂତିର ମୂଳାଧାର। ତେଣୁ କୁହାଯାଉଛି ଏହିଠାରେ ବିଶ୍ୱଦେବତାଙ୍କର ଆବିର୍ଭାବ। ଶିଶୁର ଆତ୍ମବିକାଶରେ ଅଧିକାର ନାହିଁ। କେବଳ ମନୁଷ୍ୟ କଥା ନୁହେଁ, ସମସ୍ତ ସ୍ଥାବର ଜଙ୍ଗମ ଜୀବଜଗତରେ ଏହି ନୀତି ଇତର ବିଶେଷ ଅନୁସରଣୀୟ। ପଶୁପକ୍ଷୀର ଶିଶୁ ଅଳ୍ପ କ୍ଷଣ ପାଇଁ ଆଶ୍ରୟ ଲୋଡ଼େ। ବୃକ୍ଷ ବୀଜରେ ଶିଶୁ ଖାଦ୍ୟ ସଞ୍ଚୟ କରି ତାହାର ବିକ୍ଷେପ କରେ। ମନୁଷ୍ୟ ଜାତିରେ ମଧ୍ୟ ନିରାଶ୍ରୟ ଶିଶୁ ପିତାମାତା ସ୍ୱଜନାଦିଙ୍କର ଅନନ୍ତ ଦୟା ଓ ଅନନ୍ତ ପ୍ରୀତିରେ ବିକାଶ ଲାଭ କରେ। ବିଶ୍ୱଶକ୍ତିର କି ମହା ଇଙ୍ଗିତରେ ମାତା ପ୍ରାଣଦାନ କରି ପିତା ସର୍ବସ୍ୱାର୍ଥ ଭୁଲି ଆତ୍ମୀୟ ସ୍ୱଜନମାନେ ପ୍ରାଣର ଅନନ୍ତ ଆଗ୍ରହରେ ଶିକ୍ଷକ ଓ ଗୁରୁଜନମାନେ କି ସଂଯତ ସମର୍ପଣରେ ଶିଶୁକୁ ଯୁବକ କରନ୍ତି, ତାହା କିଏ କହିବ? ଜଗତରେ ଏହି ନିଃସ୍ୱାର୍ଥ ପ୍ରୀତିର ଲୀଳା କେହି ବିଶ୍ଳେଷଣ କରି ପ୍ରବୀଣ ସୁଲଭ ହିସାବ କିତାବ ଦେଖାଇ ବୁଝାଇ ପାରିବ କି? ନିରାଶ୍ରୟ ଶିଶୁର ବିକାଶ ପାଇଁ ଏହି ବିଶ୍ୱପ୍ରୀତି ଓ ଅନନ୍ତ ଉଦାରତାରେ ଆତ୍ମାର ମହାଶକ୍ତି ଦେଖିବାକୁ ହେବ। ବିଷମ ବିଚିତ୍ର ଜଗତ ଏହି ମହାପ୍ରୀତିର ଲୀଳାଭୂମି। ଏହି ମହାପ୍ରୀତି ବଳରେ ଜଗତର ସମସ୍ତ ବିଷମତା ମଧ୍ୟରେ ସମତା ପ୍ରତିଭାତ ହୋଇଛି। ଜଗତର ବସ୍ତୁରାଶି ପରସ୍ପର ଅପେକ୍ଷାରେ ମହାବିଶ୍ୱର ଏକତ୍ୱ ରଖିଅଛନ୍ତି। ଏହି ଅପେକ୍ଷା ଏହା ପ୍ରୀତିଲୀଳା ମୁହୂର୍ତ୍ତକ ପାଇଁ ଅବିଚ୍ଛିନ୍ନ ହେଲେ ସମସ୍ତ ବିଶ୍ୱଜଗତ ବାସ୍ତବିକ ବିଶୃଙ୍ଖଳ ହେବ। ଜଗତର ସମସ୍ତ ଆପାତ ବିଶୃଙ୍ଖଳତା ମଧ୍ୟରେ ଏହି ବିଶ୍ୱମୈତ୍ରୀ ଆଦର୍ଶର ସଂଯମ ରଖିଅଛି। ଶିଶୁପ୍ରାଣ ଏହି ଅପେକ୍ଷାର ସମ୍ବନ୍ଧ ଓ ଏହି ବିଶ୍ୱମୈତ୍ରୀର ଲୀଳାରେ ବିକାଶ ଲଭୁଅଛି। ଫଳରେ ଏହି ଅନନ୍ତ ବିଶ୍ୱର ମହାଶକ୍ତି ଅନନ୍ତ ପ୍ରୀତି ରୂପରେ ଶିଶୁର ବିକାଶରେ କ୍ରମଶଃ ପ୍ରକଟିତ ହେଉଛି। ଯୌବନ ଶିଶୁର ଏହି ବିକାଶର ଚରମ ସୀମା। ଏହିଠାରେ ଆତ୍ମବିକାଶର ପ୍ରାରମ୍ଭ ଏବଂ ବିଶ୍ୱମୈତ୍ରୀର ସ୍ୱତଃ ବିକାଶ। ନିରାଶ୍ରୟ ମାନବ ଶିଶୁ ଯେତେବେଳେ ଯୌବନରେ ପଦାର୍ପଣ କରେ, ତାହାର ଅଙ୍ଗ ପ୍ରତ୍ୟଙ୍ଗ ସୌଷ୍ଠବମୟ ପୁଷ୍ଟ କର୍ମକ୍ଷମ ହୁଏ ଏବଂ ସେତେବେଳେ ତାହାର ଅନନ୍ତ ପ୍ରବୃତ୍ତି ଏକାବେଳକେ ଜାଗି ଉଠେ। କେବଳ ମନୁଷ୍ୟ ନୁହେଁ, ସମସ୍ତ ଜୀବଜଗତରେ ଏହି ଶାରୀର ଭାବ ସ୍ପଷ୍ଟ। ମୈତ୍ରୀର ପ୍ରସାର କରିବା ପାଇଁ ବିଶ୍ୱ ବିକାଶର ଅଜ୍ଞାତ କାମନାରେ ତାହାର ଶାରୀରିକ ଆତ୍ମବିକାଶ। ଏହି ଆତ୍ମବିକାଶରେ ସେ ନିଜକୁ ଅପୂର୍ଣ୍ଣ ମନେ କରେ। ଶିଶୁ ବୃକ୍ଷ ଯୁବକ ହୋଇ ଆଉ ପତ୍ର ବାହାର ନ କରି ଫୁଲ ଫୁଟାଇ ଦିଏ। କିଏ କହିବ କି ଅନନ୍ତ ଉନ୍ମାଦନାରେ ପୁଷ୍ପର ଗର୍ଭକୋଷ ପରାଗ ସଙ୍ଗମ ପାଇଁ ଚାହିଁ ବସିଥାଏ? ପରୀକ୍ଷା କରି ଦେଖାଯାଉଛି, ପରାଗ ପ୍ରତୀକ୍ଷାରେ ନବପୁଷ୍ପର ଉଷ୍ମତା ମାନବ ଶରୀରର ଉଷ୍ମତା ଠାରୁ ଅଧିକ। ସମସ୍ତ ଶରୀରକୁ ଉଷ୍ମ କରି ମଧୁକୋଷ ଘେନି ପୁଷ୍ପ କି ଆବେଗରେ 3 ଘଣ୍ଟାରୁ ଅଧିକ କାଳ ଭ୍ରମରର ପଦରେଣୁ ପ୍ରତୀକ୍ଷାରେ ଚାହିଁ ବସିଥାଏ। ଗୋଟିଏ ରେଣୁ କଦାଚିତ୍ ପାଇଲେ ତାହା ସଙ୍ଗେ ସଙ୍ଗେ ଗର୍ଭରେ ସଞ୍ଚୟ କରି ଆବେଗ ଛାଡ଼ିଦିଏ। ଜୀବନର ସମସ୍ତ ଶୋଭା ସମ୍ପଦ ଦାନ କରି ଆହା ସତେକି ଫୁଲଟି ପରାଗ ସଙ୍ଗମରେ ଆତ୍ମାକୁ ପୂର୍ଣ୍ଣ ମନେ କରେ। କିନ୍ତୁ ଜଗତରେ ଏକଥା ବୁଝାଇବା ନିଷ୍ପ୍ରୟୋଜନ। ଯୌବନର ପ୍ରାରମ୍ଭ ମାତ୍ରେ ଶରୀର କି ଉନ୍ମାଦନାରେ କାହିଁକି ଅନ୍ୟ ସଙ୍ଗରେ ମିଶିବାକୁ ଚାହେଁ? ଯେଉଁ ମୈତ୍ରୀ ଲୀଳାରେ ଶିଶୁ ବଢ଼ି ଯୁବକ ହୋଇଛି, ସେହି ମୈତ୍ରୀର କି ଅସ୍ପଷ୍ଟ ଇଙ୍ଗିତରେ ରମଣୀ ପୁରୁଷର ସଙ୍ଗମ ହୁଏ, ତାହା ଦର୍ଶନ ତର୍କର ସୀମାତୀତ। ଭାବମୟ ବିଧାତାଙ୍କ ରାଜ୍ୟର ପ୍ରାଣର ଏ ଭବଲୀଳା ଦେଖି ବିଶ୍ୱପ୍ରୀତିର ଏହି ଇଙ୍ଗିତରେ ବିଧାତାଙ୍କୁ ଯେ ଦେଖି ନାହିଁ, ଦର୍ଶନର ତର୍କ ଜାଲରେ ତାହା ପ୍ରତି ସେ ଦ୍ୱାର ମୁକ୍ତ ନୁହେଁ। ମାନବ ଯୁବକର
ଏ କ୍ଷେତ୍ରରେ ସ୍ୱାତନ୍ତ୍ର୍ୟ ନାହିଁ। ଏହି ଯୌବନରେ ଅଙ୍ଗ ପ୍ରତ୍ୟଙ୍ଗର ସମସୌଷ୍ଠବ ଏବଂ ଏହି ସୌଷ୍ଠବରେ ପ୍ରୀତିର ପ୍ରବାହ ଉଛୁଳି ଉଠେ। ଜନ୍ତୁ ସାମାନ୍ୟରେ ତାହାର ରମଣୀ ପ୍ରୀତି ସ୍ୱାଭାବିକ। ସେହି ପ୍ରୀତିର ଅନ୍ତରାଳରେ ପ୍ରାଣର ଯେ ବହ୍ନି ଜଳି ଉଠେ, ସେ ଦୀପ୍ତିରେ ବିଶ୍ୱ ସଂସାର ଉଦ୍ଭାସିତ ହୁଏ। ସେ ପ୍ରୀତିରେ କେତେକ ପରିମାଣରେ ଶାରୀର ବୃତ୍ତି ଓ ପଶୁଧର୍ମ ଅଛି, କିନ୍ତୁ ଏଠାରେ ଯୁବକର ଅନନ୍ତମୁଖୀ ଅନ୍ତରାତ୍ମାର ଆଭାସ ମିଳେ। ସ୍ପଷ୍ଟ କରି କହିବାକୁ ଗଲେ କୁହାଯିବ, ପ୍ରାଣର ଏହି ପ୍ରୀତିଦାନରେ ଅପର ସଙ୍ଗେ ପ୍ରାଣ ମିଶାଇ ଆତ୍ମବିକାଶ ଲାଭ କରିବାର ଯୁବକ ହିଁ କେବଳ ନଦୀ ପହଁରିପାରେ, ଅଲଙ୍ଘ ପ୍ରତିବନ୍ଧକ ଲଙ୍ଘିପାରେ, ଏପରିକି ପ୍ରାଣ ପର୍ଯ୍ୟନ୍ତ ବିସର୍ଜନ କରିବାରେ ତିଳେ ମାତ୍ର କୁଣ୍ଠିତ ହୁଏ ନାହିଁ। ଏହି ଶରୀର ଧର୍ମ ଓ ପଶୁ ପ୍ରବୃତ୍ତିରେ ମଧ୍ୟ ଯୁବକର ଆତ୍ମକ୍ରିୟାରେ ବିଶୃଙ୍ଖଳତା ନାହିଁ। ଅନନ୍ତ ଶକ୍ତି ଓ ଅନନ୍ତ ପ୍ରୀତି ଅନନ୍ତ ଉନ୍ମାଦନାରେ ଯୁବକକୁ ଭସାଇ ଦିଏ। ଏହି ଇନ୍ଦ୍ରିୟ ପରତନ୍ତ୍ରତା କେବଳ ଯୁବକର ସ୍ୱତନ୍ତ୍ର ଅଧିକାର ନୁହେଁ, ପ୍ରବୀଣ ମଧ୍ୟ ଇନ୍ଦ୍ରିୟ ପରତନ୍ତ୍ର ହୁଏ। କିନ୍ତୁ ପ୍ରବୀଣ ପ୍ରାଣରେ ସେ ଉନ୍ମାଦନା ନାହିଁ, ଅନନ୍ତର ସେ ଇଙ୍ଗିତ ନାହିଁ, ପ୍ରାଣର ସେ ବିଶାଳତା ନାହିଁ, ପର ପାଇଁ ପ୍ରାଣ ଦେବାର ସେ ସାମର୍ଥ୍ୟ ବି ନାହିଁ। ପ୍ରବୀଣ ଇନ୍ଦ୍ରିୟାସକ୍ତ ହେଲେ ହିସାବ କରି ସୁଯୋଗ ଖୋଜି ବୁଲେ, ମାତ୍ର ଯୁବକ ଅନନ୍ତ ଉନ୍ମାଦନାରେ ବିଶ୍ୱପ୍ରୀତିର ପ୍ରେରଣାରେ ପ୍ରାଣ ଭସାଇ ଦିଏ। ବିଳାସୀ ପ୍ରବୀଣର କାର୍ଯ୍ୟ ଭୋଗ, ପରମାରାଧ୍ୟ ବିଶ୍ୱପ୍ରାଣ ଯୁବକର କାର୍ଯ୍ୟ ଦାନ। ପ୍ରବୀଣ ଭୋଗରେ ପ୍ରବୃତ୍ତି ଚରିତାର୍ଥ କରି ଆତ୍ମରକ୍ଷା କରେ। ପ୍ରବୃତ୍ତିର ବିଶାଳ ଇଙ୍ଗିତରେ ପ୍ରାଣଦାନ କରିବାକୁ ଯୁବକ ହିଁ ସମର୍ଥ। ଏ ତ ସାମାନ୍ୟ ଜୀବ ଧର୍ମ। ଯେକୌଣସି ଦେହୀ ଏହି ଧର୍ମରେ ବିକାଶ ଲଭିବ, ମାତ୍ର ମନୁଷ୍ୟ କେବଳ ଶରୀର ଧର୍ମରେ ଆବଦ୍ଧ ନୁହେଁ। ସମସ୍ତ ଶରୀରରୁ ଧର୍ମ ମଧ୍ୟରେ ଆତ୍ମବିକାଶ ମନୁଷ୍ୟର ବିଶେଷ ଜୀବମାନଙ୍କର ଆଦର୍ଶ ବିଶ୍ୱରାଜ୍ୟର ଅନନ୍ତ ବିଧାନରେ ସର୍ବଦା ଜୀବ ସମ୍ମୁଖରେ ଧରା ହୋଇ ରହିଛି। ଭୂମି ଓଦା ହେଲେ ଉଇ ବାହାରନ୍ତି, ଡିମ୍ବ ହେବାର ସମୟ ହେଲେ ପକ୍ଷୀ ବସା ତିଆରି କରିବା ପାଇଁ କୁଟାକାଠି ଖୋଜି ବୁଲେ। ମରଣ ଭୟରେ ଆତୁର ହେଲେ ମଧ୍ୟ ପଶୁ ଗ୍ରାସ ଦେଖି ଜିଘାଂସାର ଅନୁସରଣ କରେ, ମାତ୍ର ମନୁଷ୍ୟ ସମସ୍ତ ଶରୀର ବନ୍ଧ ମଧ୍ୟରେ ସର୍ବଦା ଚିନ୍ତା ଓ କଳ୍ପନାରେ ଆଦର୍ଶ ଦେଖୁଅଛି। ଇନ୍ଦ୍ରିୟ ଭୋଗରେ ମାନବ ସୁଖ ପାଏ ନାହିଁ, ସେ ସୁଖ ପାଏ ତୃପ୍ତିର ଆଶାରେ, ଭୋଗର କଳ୍ପନାରେ। ତାହାର ଶରୀର ଧର୍ମ ଏହି କଳ୍ପନାର ଆଦର୍ଶରେ ନିୟମିତ ହୁଏ। ସୁଦୂର ଚିନ୍ତାରେ ତାହାର ନିକଟ ସଂଯତ ହୁଏ। ସଂଯମର ଦୁଃଖରେ ସେ ଆଦର୍ଶ ଲାଭର ସନ୍ତୋଷ କରେ। ସେଥିପାଇଁ ମାନବ ଜୀବନରେ ଜୀବ ଧର୍ମର ଆପାତ ନିୟମ ଓ ଭୋଗର ନିର୍ଦ୍ଦିଷ୍ଟତା ସବୁବେଳେ ଭାଙ୍ଗି ଯାଉଛି। ସେ ଆଶାର ଇଙ୍ଗିତରେ ଆପାତ ସୁଖ ବଳିଦାନ କରି ସଂଯମର କ୍ଲେଶ ଓ ସାହସର ବିଶ୍ୱାସରେ ପୁଲକିତ ହେଉଛି। ଯାହା କରିବାକୁ ପ୍ରବୃତ୍ତି ହେଉଅଛି, ତାହା ଭିତରେ ମନୁଷ୍ୟ ସର୍ବଦା ଗୋଟିଏ କରିବାର ଉଚିତ ଖୋଜୁଅଛି। ସେଇଥିପାଇଁ ଯୁବକ ପ୍ରାଣର ରମଣୀ ବିଳାସରେ ଅନନ୍ତ ମାନବ ଆତ୍ମାର ଇଙ୍ଗିତ ଥିଲେ ମଧ୍ୟ ଇତର ଜନ୍ତୁ ପରି ମନୁଷ୍ୟର ସେ ବିଳାସ ଭୋଗ୍ୟ ନୁହେଁ। ସେ ବିଳାସ ମଧ୍ୟରେ କେବଳ ଅନନ୍ତର ଇଙ୍ଗିତ ହିଁ ମନୁଷ୍ୟର ସ୍ପୃହଣୀୟ ଓ ଶ୍ରେୟ। ଶରୀର ତତ୍ତ୍ୱର ଜ୍ଞାନ ଓ ଜଗତର ଭୂୟ ଦର୍ଶନରେ ମାନବର ଏ ବିଳାସ ବାସନା ସଂଯତ ହେବା ଉଚିତ। ସ୍ପଷ୍ଟତଃ କୁହାଯାଇପାରେ ଯେ ବୟସରେ ମାନବର ଏ ଶରୀର ବିଳାସର ବାସନା ଜାଗ୍ରତ ହୁଏ, ସେତେବେଳେ ତାହା ଭୋଗ୍ୟ ନୁହେଁ। ସେ ଜାଣେ ସେତେବେଳେ ସେ ଭୋଗର ପ୍ରଶ୍ରୟ ଦେଲେ ଶରୀର ଧ୍ୱଂସ ହେବ। ସେଥିପାଇଁ ବ୍ରହ୍ମଚର୍ଯ୍ୟର ବିଧି ପ୍ରାଚୀନ ଓ ନବୀନ ଉଭୟ ମତରେ 24 ବର୍ଷ ବୟସ ପୂର୍ବରୁ ଶରୀର ସଙ୍ଗମ ବାସନା ଚରିତାର୍ଥ କଲେ ଶରୀର ଗଠନ ଓ ନିର୍ମାଣ ଭ୍ରଷ୍ଟ ହୁଏ। ସେ ବିଳାସରେ ଯେଉଁ ଦ୍ରବ୍ୟର ଅପଚୟ ହୁଏ, ତାହା ବାସ୍ତବରେ କ୍ଷୟିଷ୍ଣୁ ଓ ଏକ ପ୍ରକାର ବ୍ୟକ୍ତିର ଅପଚିତ ନିମନ୍ତେ କଳ୍ପିତ ହୋଇଥିଲେ ହେଁ 24 ବର୍ଷ ବା ପୂର୍ଣ୍ଣ ଶାରୀର ଯୌବନ ପୂର୍ବରୁ ତାହା ଶରୀର ଗଠନ ଓ ଦୃଢ଼ତା ନିମନ୍ତେ ଅଭିପ୍ରେତ। ବ୍ରହ୍ମଚର୍ଯ୍ୟ ଓ ବୀର୍ଯ୍ୟ ଧାରଣ ସମ୍ବନ୍ଧରେ ଏଠାରେ ବିଶେଷ କହିବା ନିଷ୍ପ୍ରୟୋଜନ। ତରୁଣର ଅପଚାରରେ କି ମହାକ୍ଷତି ହୁଏ ତାହା ସମସ୍ତେ ଉଣାଧିକେ ଜାଣନ୍ତି। ବିଳାସରେ ସଂଯମର ପ୍ରୟୋଜନୀୟତା ସର୍ବଦା ସମ୍ମତ। ଅନନ୍ତ ଚିତ୍ର ଜଗତ ସଂଯମର ଲୀଳାଭୂମି। ଜଗତରେ ଯେତେ ଦ୍ରବ୍ୟ ହୁଏ ସବୁ ବ୍ୟବହାରରେ ଲାଗେ ନାହିଁ। ସବୁ ମଞ୍ଜି ଗଛ ହୁଏ ନାହିଁ, ସବୁ ଜଳ କ୍ଷେତରେ ବର୍ଷେ ନାହିଁ।
ଅନନ୍ତ ସୌରରଶ୍ମି ନିରବକାଶ ଶୂନ୍ୟରେ ବିକ୍ଷିପ୍ତ ହୁଏ। ସେଥିରୁ ଅଳ୍ପମାତ୍ର ଗ୍ରହ ଜଗତ ଭୋଗ କରିଛନ୍ତି। ଜନ୍ମରେ ମୃତ୍ୟୁ, ବୁଦ୍ଧିରେ କ୍ଷୟ, ସାହସରେ ଭୟ, ସ୍ପୃହାରେ ଅଭାବ, ଚିନ୍ତାରେ ଚତୁରତା, ବିକାଶରେ ଆଦର୍ଶ, ସମସ୍ତେ ସଂଯମର ଇଙ୍ଗିତରେ ଦେଉଅଛନ୍ତି। ସୃଷ୍ଟିରେ ଆପେ ଆପେ ଯାହା ଘଟୁଅଛି ମାନବ ଇଚ୍ଛା କରି ତାହାର ଅନୁବର୍ତ୍ତନ କରେ। ସୃଷ୍ଟି ଯେପରି ଅନନ୍ତ, ବିଚିତ୍ର ଓ ବିଷମ, ମାନବାତ୍ମା ସେହିପରି ଅନନ୍ତ ହିଁ ଯେପରି ସୃଷ୍ଟିର ସୀମା, ବିଚିତ୍ର ହିଁ ତାହାର ସେହିପରି ଚିତ୍ରଶିଳ୍ପୀ ଓ ବିଷମ ଯେପରି ସମବିଭବ, ମାନବ ପ୍ରାଣର ଅନନ୍ତ ବିକାଶ ସେହିପରି ତାହାର ବ୍ୟକ୍ତିତ୍ୱର ମାନଦଣ୍ଡ, କର୍ମର ବିଶୃଙ୍ଖଳତା, ପ୍ରାଣର ଶୁଦ୍ଧ ପରମ୍ପରା ଓ ପ୍ରବୃତ୍ତିର ବିଷମତା ତାର ବିଶ୍ୱତୋମୁଖ ସାମ୍ୟଭାବର ସୂଚନା। ମାନବ ପ୍ରାଣର ଏହି ନିତ୍ୟ ବିଶାଳ ଭାବପ୍ରବଣତାରେ ଅବରୁଦ୍ଧ ହୁଏ। ସ୍ୱାର୍ଥ ସମ୍ବଳିତ ହିସାବ କିତାବରେ, ପୁରୁଷାକାରର ଅତର୍କିତ ବିବେଚନାରେ ପ୍ରାଣର ଏ ସ୍ୱତ ବିକାଶ ସଂକୁଚିତ ହୁଏ। ଯୌବନର ଏ ବିଶ୍ୱ ବିକାଶ ଯେଉଁମାନେ ପ୍ରବୀଣ ମନ୍ୟ ହୋଇ ସଂକୁଚିତ କରନ୍ତି, ସେମାନେ ସୃଷ୍ଟିତନ୍ତ୍ରରେ ଯୌବନର ପ୍ରଭାବ ଓ ପ୍ରତିଷ୍ଠା ବୁଝନ୍ତି ନାହିଁ। ଯେଉଁ ଶରୀର ବିଳାସ ବାସନାରେ ଯୁବକ ସ୍ପଷ୍ଟ ଉଦ୍ବୁଦ୍ଧ ହୁଏ, ସେଠାରେ ମଧ୍ୟ ପ୍ରାଣରେ ଏ ଅନନ୍ତ ଇଙ୍ଗିତ ଲକ୍ଷ୍ୟ କରିବାକୁ ହେବ। ଯୁବକ ଯେତେବେଳେ ପ୍ରଥମେ ନିଜ ଭିତରୁ ବାହାରିକି ମହା ଆଦର୍ଶରେ ଅନୁପ୍ରାଣିତ ହୋଇ ପର ପାଇଁ ପ୍ରାଣ ଉତ୍ସର୍ଗ କରିବାକୁ ବ୍ୟାକୁଳ ହୁଏ, ଏ ବ୍ୟାକୁଳତା ତାହା ପ୍ରାଣରେ ଐଶୀ ଭାବ। ଏହା କାହାରି ଶିକ୍ଷା ନୁହେଁ। ଯୁବକ ପ୍ରାଣରେ ଏ ଅନନ୍ତର ବିକାଶ ଯେ ବୁଝି ନାହିଁ, ଏ ବିଧାତୃବାଣୀର ସଙ୍ଗୀତ ଯେ ଶୁଣି ନାହିଁ, ପ୍ରଣୟର ଏ ମହିୟାନ ବିଭବ ଯେ ଆଲୋଚନା କରିନାହିଁ, ସଂସାରରେ ସେ କିଛି ଦେଖିନାହିଁ। ସଂସାର ମନୁଷ୍ୟ ହିସାବରେ ପୁରୁଷାକାରର କଳନାରେ ଚଳୁନାହିଁ। ଅପୌରୁଷେୟ ନୀତି ପ୍ରାଣରେ ଖୋଜିବାକୁ ହେବ। ତାହାରି ଅନୁବର୍ତ୍ତନରେ ଜୀବନ ସାର୍ଥକ ହୁଏ। ଯୁବକ ପ୍ରାଣରେ ସେହି ଅପୌରୁଷେୟ ବାଣୀ ଫୁଟି ଉଠେ। ସେଥିରେ ଅଯଥା ବାଧା ଦେଇ ଯେଉଁମାନେ ଯୁବକକୁ ମନୁଷ୍ୟ କରିବେ ବୋଲି ଚାହାନ୍ତି, ସେମାନେ ପୁରୁଷାକାରରେ ଭ୍ରଷ୍ଟ ହୁଅନ୍ତି, ପାପ କରନ୍ତି। ତରଳ ଯୁବ ପ୍ରାଣରେ ବିଶ୍ୱଶକ୍ତିର ଅବତାର ହୁଏ। କେବଳ ପ୍ରୀତି ଏହାର ଲକ୍ଷଣ ନୁହେଁ। ଯୁବକ ବାସ୍ତବିକ ପ୍ରାଣକୁ ଅନନ୍ତ ବୋଧ କରେ, ବିଶ୍ୱକୁ ସମ୍ମୁଖରେ ଉନ୍ମୁକ୍ତ ଦେଖେ, ଅନନ୍ତ ସାଧନା ନିମନ୍ତେ ଅନନ୍ତ ଶକ୍ତି ଅନୁଭବ କରେ। ସମସ୍ତେ ଜାଣୁଥିବେ, ଅତି କ୍ଷୁଦ୍ର କ୍ଷୁଦ୍ର କର୍ମରେ ମଧ୍ୟ ଯୁବକ ସଂକଳ୍ପ, ଅଳ୍ପକ ପାଇଁ ଯୁବକର ବିଶାଳ ବିରକ୍ତି, ଆତ୍ମୋତ୍ସର୍ଗର ସ୍ପୃହା, ଏପରିକି ପ୍ରତ୍ୟେକ ଅବରୋଧରେ ବିଶାଳ ବିରକ୍ତି ଦେଖିଲେ ବୋଧ ହୁଏ ଯୁବକ ହିଁ ଈଶ୍ୱରଙ୍କର ଦୂତ। ମୃତ୍ୟୁକୁ ସେ ଦେଖିନାହିଁ, ସିଦ୍ଧିର ପନ୍ଥାରେ ବାଧା ସେ କଳ୍ପନା କରିନାହିଁ। ପ୍ରାଣ ତାହାର ଦାତବ୍ୟ ପ୍ରୀତି, ତାହାର ପ୍ରକୃତି ବିଶ୍ୱ ତାହାର ପରିବାର, ଆଶା ତାହାର ଉପାସ୍ୟ, ଘଟଣା ତାହାର କଲ୍ୟାଣ, ସାଧନା ତାହାର ସିଦ୍ଧି, ଇଚ୍ଛା ତାହାର ଆଶା ଓ ବିଶ୍ୱାସ। ଯେଉଁମାନେ ଜୀବନକୁ ଶୂନ୍ୟ ଅସାର ବୋଲି ଯୁବକକୁ ସଂଯମରେ ଦୀକ୍ଷିତ କରାନ୍ତି, ପଦେ ପଦେ ମୃତ୍ୟୁର ଭୟ ଦେଖାଇ ଯୁବକକୁ ସଂଯମ ଶିଖାନ୍ତି, ସେମାନେ ଯୁବକ ଆତ୍ମାର ବିକାଶ କରନ୍ତି ନାହିଁ, ବିନାଶ କରନ୍ତି। ମୃତ୍ୟୁ ପ୍ରବୀଣର ଆଦର୍ଶ ହୋଇପାରେ, କାରଣ ସେ ଜୀବନର ପଶ୍ଚିମରେ ରହି ମୃତ୍ୟୁ ନିକଟରେ ଦେଖେ। କିନ୍ତୁ ଯୁବକ ଜୀବନର ପୂର୍ବରେ ଅଛି। ପୂର୍ଣ୍ଣତା ତାହାର କାମନା, ବିକାଶ ତାହାର ପ୍ରକୃତି। ବାଧ୍ୟତା ବୋଲି ଗୋଟିଏ କଥା ଅଛି, ମାତ୍ର ଜଗତରେ ତାର ବହୁ ଅପବ୍ୟବହାର ହୁଏ। ମନୁଷ୍ୟର ଗୋଟିଏ ପ୍ରକୃତି, ସେ ଅତୀତ ଅନୁଭବ ଅନୁମାନରେ ଅବିକଳ ଚିତ୍ର କରିପାରେ ନାହିଁ। ଏପରିକି ଘୋର ଶୀତ ରାତିରେ ଗ୍ରୀଷ୍ମକାଳର ସ୍ନାନ ବିଳାସ କଳ୍ପନାରେ ସତ ବୋଲି ଜାଣିଲେ ଅନୁମାନରେ ଅନୁଭବ କରିବାକୁ ସେ କୁଣ୍ଠିତ ହୁଏ। ପ୍ରୌଢ଼ ପ୍ରବୀଣ ଦିନେ ଯୌବନର ବିଶାଳତା ଓ ଅନନ୍ତ ସ୍ଥିତିସ୍ଥାପକତା ଅନୁଭବ କରିଥିଲା, ସନ୍ଦେହ ନାହିଁ। କିନ୍ତୁ ପ୍ରୌଢ଼ ତାର ଫଳ ଗଣନା ବେଳେ ସେ ଯୁବକ ପ୍ରାଣର ସେ ଅନନ୍ତ ଅସାର ଅନ୍ତରାତ୍ମା, ଆଜି ଏ ଶୁଦ୍ଧ ବିକାଶ ମାନବ ଜୀବନର ସେ ବିଶ୍ୱପ୍ରାଣତା ଅନୁମାନ ସେ ବୁଝେ ନାହିଁ। କଥା କଥାକେ ଯୁବକଙ୍କ ଠାରୁ ପ୍ରବୀଣର ସତର୍କତା, ପ୍ରୌଢ଼ର ଫଳ ତୃଷ୍ଣା ଲୋଡ଼େ। ଅବଶ୍ୟ ଯୁବକ ଆତ୍ମାର ଅନନ୍ତ ବିଳାସରେ ନିୟମ ଏକାବେଳକେ ଅଗ୍ରାହ୍ୟ ନୁହେଁ, ମାତ୍ର ସେ ନିୟମର ପଦେ ପଦେ ଫଳ ତୃଷ୍ଣା ଓ ଲାଭ ଗଣନାର ଆଦର୍ଶ ରଖି ଯୁବକକୁ ବାଧ୍ୟ କରିବା ଉଚିତ ନୁହେଁ। କୌଣସି ନିୟମରେ
ଆଶାୟୀ ଯୁବକର ଅନ୍ତରାତ୍ମାର ଅନନ୍ତ ବିକାଶ ପ୍ରତି ପ୍ରାଣରେ ସ୍ଥାନ ରଖିବାକୁ ହେବ। ଯୁବକର ବିଶାଳ ଆଶାରେ ସହାନୁଭୂତି କରିବାକୁ ହେବ ଏବଂ ଯୁବକ ପ୍ରାଣର ବିକାଶ ପାଇଁ ପନ୍ଥା ଉନ୍ମୁକ୍ତ ରଖିବାକୁ ହେବ। ଯୁବକ ପ୍ରାଣର ବିଶ୍ୱ ଇଙ୍ଗିତ ବିଧାତାଙ୍କର ଶୁଦ୍ଧ ଅବତାର। ଏ କଥା ଜାଣି ଅତି ସନ୍ତର୍ପଣରେ ଯୁବକକୁ ଶାସନ କଲାବେଳେ ମଧ୍ୟ ପୂଜା କରିବାକୁ ହେବ। ଯେଉଁମାନେ ଆଜି ପିତା ବା ଶିକ୍ଷକ ଆସନରେ ବସି ଯୁବକକୁ ଶାସନ କରୁଛନ୍ତି, ସେମାନେ ଆଉ କିଛି ନ ବୁଝିଲେ ମଧ୍ୟ ଏତିକି ମାତ୍ର ମନେ ରଖିବା ଉଚିତ ଯେ ସେମାନଙ୍କର ନିଜ ନିଜର ଆତ୍ମଶକ୍ତିର ସୀମା ଏକ ପ୍ରକାର ସ୍ଥିର ହୋଇଅଛି। ସେମାନଙ୍କର ନିଜର ବ୍ୟକ୍ତିତ୍ୱ ପରିଣତ ଓ ପ୍ରକାଶିତ ହୋଇଅଛି। ସେମାନେ ଏକ ପ୍ରକାର ଯାହା ହେବାର ହୋଇଅଛନ୍ତି। ଯେଉଁ ଯୁବକକୁ ସେମାନେ ଶାସନ କରୁଛନ୍ତି, କିଏ ଜାଣେ ସେହି ଯୁବକ ଦିନେ ବୁଦ୍ଧ, ଶଙ୍କର, ଚୈତନ୍ୟ ପରି ନ ହୋଇପାରେ। ଅତଏବ ନିଜର ପ୍ରତିଷ୍ଠିତ ଆତ୍ମଶକ୍ତି ଓ ବ୍ୟକ୍ତିତ୍ୱ ମାନରେ ତରଳ ତରଙ୍ଗିତ ମହୋନ୍ମେଷ ପରାୟଣ ଯୁବକଠାରୁ ବାଧ୍ୟତା ଦାବି କରିବା ଏକ ପ୍ରକାର ପାପ। ବସ୍ତୁତଃ ଯୁବକ ଭିତରେ ସେ ସୃଷ୍ଟି ବିକାଶର ମୂଳତତ୍ତ୍ୱ ଦେଖିନାହିଁ, ଅନନ୍ତ ଅନ୍ତରାତ୍ମାର ମହୋଚ୍ଛ୍ୱାସ ବୁଝିନାହିଁ। ମାନବ ଜୀବନର ବିକାଶ କ୍ରିୟା ତାହାର କର୍ମ ନୁହେଁ। ଶାସନ ଦଣ୍ଡରେ ବ୍ୟାକୁଳତା ପ୍ରାଣର ତୀବ୍ରତା ଥାଇପାରେ, ମାତ୍ର ଅହଙ୍କାରର ନିରସତା ଶାସିତର ଜୀବନ ଶୁଷ୍କ କରେ। ନିରସ ଆତ୍ମସର୍ବସ୍ୱ ଶାସକ ହିଁ ଏ ଜଗତରେ ପ୍ରକୃତ ସ୍ୱେଚ୍ଛାଚାରୀ। ବାଧ୍ୟତାରେ ସେ ଦାସତ୍ୱ ଚାହେଁ, ମାତ୍ର ପ୍ରକୃତ ଶାସନ ପ୍ରାଣର ସ୍ୱାଧୀନ ଲୀଳା ପ୍ରତି ବାଟ ଫିଟାଇ ସରସ ପ୍ରାଣରେ ଚାହିଁ ବସିଥାଏ। ମାତ୍ର ଜଗତ ଅତି ପ୍ରାଚୀନ ହେଲେ ହେଁ ସ୍ଥିର ନୁହେଁ, ଏହା ନିତ୍ୟ ନୂତନ। ଏହା ହିଁ ବିଧାତାଙ୍କର ବିଶ୍ୱଲୀଳା। ଏହାକୁ ହିଁ ସାଧାରଣ ଭାଷାରେ ଉନ୍ନତି କହନ୍ତି। କାଲି ଯାହା ଥିଲା ଆଜି ତାହାଠାରୁ ଭିନ୍ନ କିଛି ହେବ। ଏହା କେବଳ ବିଶ୍ୱାସର କଥା ନୁହେଁ, ଏହା ମାନବର ଦୈନନ୍ଦିନ ଅନୁଭବ। ଏହା ହିଁ ଜଗତର ଏକମାତ୍ର ସିଦ୍ଧି। ନୂତନତା ଏ ଉନ୍ନତିର ଐଶୀ କ୍ରିୟା। ଏଥିରେ ନିମିତ୍ତ କିଏ? ପ୍ରୌଢ଼ ପ୍ରବୀଣ କ୍ରିୟାର ଫଳ ଗଣନା କଲାବେଳେ ଅହଙ୍କାରରେ ଏକ ପ୍ରକାର ବିଧାତାଙ୍କୁ ଭୁଲିଯାଏ। ସେ ଯାହା ଦେଖି ଆସିଅଛି ସେତିକିରେ ରହି ସେହି କ୍ଷୁଦ୍ର ଖଣ୍ଡ ମଧ୍ୟରେ ତାହାର ନିଜର ପୁରୁଷାକାର ମାତ୍ରର ଫଳ ଭୋଗ କରିବାକୁ ବ୍ୟାକୁଳ। ନୂତନରେ ପ୍ରାଣ ଢାଳିବାକୁ, ଅକଳ୍ପିତ ଅନାଗତରେ ପ୍ରଯତ୍ନ କରିବାକୁ ସାହସିକତା ବୋଲି ମଣେ। ସେଥିପାଇଁ ଜଗତରେ ନିତ୍ୟ ନୂତନତା ରଖିବା ପାଇଁ, ସୃଷ୍ଟିର ଉନ୍ନତି ସମ୍ଭାଳିବା ପାଇଁ ବିଧାତା ଯୁବକ ସୃଷ୍ଟି କରିଛନ୍ତି। ପ୍ରୌଢ଼ମାନେ ଯାହା କହନ୍ତୁ ପଛକେ, ଯୁବକ ନଥିଲେ ଉନ୍ନତି ନଥାନ୍ତା, ସ୍ୱାଧୀନତା ନଥାନ୍ତା, ସାମର୍ଥ୍ୟ ନଥାନ୍ତା, ସାହସ ନଥାନ୍ତା, ବିଶ୍ୱାସ ନଥାନ୍ତା। ଫଳତଃ ଯୁବକ ବିନା ଜଗତରେ ଈଶ୍ୱରଙ୍କର ସତ୍ତା ରହନ୍ତା କି ନାହିଁ ସନ୍ଦେହ। ଯୌବନ ହିଁ ବିଧାତାଙ୍କର ଲୀଳାଭୂମି। ଏହି ଯୌବନ ପ୍ରଭାବରେ ନିତ୍ୟ ନୂତନ ବିଶ୍ୱ ବିଧାତାଙ୍କର ଅନନ୍ତ ନିର୍ଦ୍ଦେଶରେ ଗତି କରୁଅଛି। ସାହିତ୍ୟ ବୋଲ, ରାଜନୀତି ବୋଲ, ଧର୍ମ ବୋଲ, ବିଚାର ବୋଲ, ସର୍ବତ୍ର ଏହି ଯୁବକ ଶକ୍ତି କାଳେ କାଳେ ସ୍ୱାଧୀନତା ଲୋଡ଼ୁଅଛି, ନୂତନ ସ୍ତର ଫିଟାଇଅଛି, ବିଶ୍ୱ ସଂସାର ଅନନ୍ତ ଉନ୍ନତି ପ୍ରୟାସ କରିଅଛି। ସାହସରେ ସେଥିପାଇଁ ପ୍ରଯତ୍ନ କରିଅଛି। ସେ କର୍ମରେ ଫଳର ଗଣନା କରିନାହିଁ, ସାଧନାରେ ସିଦ୍ଧି ଦେଖିଅଛି। ଆଶା ମାତ୍ରରେ ବିଶ୍ୱାସ ଦେଖି ସାହସରେ ନିର୍ଭର କରି ଆତ୍ମାର ବିକାଶ ନିମନ୍ତେ ସାରା ଜଗତକୁ କର୍ମକ୍ଷେତ୍ର କରିଅଛି। ପ୍ରୌଢ଼ ପକ୍ଷରେ ଯୁବକ ଅବାଧ୍ୟ, କିନ୍ତୁ ଏହି ଅବାଧ୍ୟତା ତାହାର ପ୍ରକୃତ ଯୁବକତା। ମାନବର ଗଣନା ପାଖେ ବିଶ୍ୱକ୍ରିୟା ସର୍ବଦା ଅବାଧ୍ୟ। ପ୍ରତ୍ୟାଶିତ ଫଳ ମାନବ କଦାଚିତ୍ ପାଇଥାଏ। ଯୁବକର ପ୍ରାଣରେ ଶୁଦ୍ଧ ବିଶ୍ୱର ପ୍ରତିବିମ୍ବ। ତେଣୁ ଏହା ଅବାଧ୍ୟତା ମଧ୍ୟରେ ଯୁବପ୍ରାଣର ବିଶ୍ୱ ବିସ୍ତାର ଓ ଅନନ୍ତ ଆଶା ଦେଖିପାରିଲେ ଅବାଧ୍ୟତା ବାଧ୍ୟତା ହେବ। ଯୌବନ ବାସ୍ତବିକ ଶିଷ୍ୟ ନ ହୋଇ ଉପାସ୍ୟ ହେବ। ଯୁବକକୁ ଚପଳ ଦେଖିଲେ ପ୍ରାଣରେ କୌତୂହଳ ଉଠିବ। ବାସ୍ତବିକ ଯୁବକ କୁମାର୍ଗଗାମୀ ହେବାର ଆଶଙ୍କା ହେଲେ ସହାନୁଭୂତି ବଳରେ ଶାସନ ସୁଗମ ହେବ। ଯୌବନର ଏହି ବିଶ୍ୱରୂପ ପ୍ରାଣରେ ଥରେ ଧାରଣା କରିପାରିଲେ ସମସ୍ତ ଦର୍ଶନ ଶାସ୍ତ୍ର ମୁକ ହେବ। ବିଶ୍ୱର ବ୍ୟାଖ୍ୟା ସୁଗମ ହେବ। ଧର୍ମ ଧାରଣା ଦୃଢ଼ ହେବ। ଇହ ସଂସାରରେ ଏହି ବିଶ୍ୱରୂପ ଦର୍ଶନ ହିଁ ମୁକ୍ତିର ଶ୍ରେଷ୍ଠ ଦର୍ଶନ, ମନୁଷ୍ୟତ୍ୱର ଏକମାତ୍ର ଆଦର୍ଶ। ଦ୍ରଷ୍ଟବ୍ୟ, ଏ ପ୍ରବନ୍ଧରେ ଯୌବନ ଶବ୍ଦକୁ ଲକ୍ଷ୍ୟ କରି ଅନେକ ସ୍ଥଳରେ ଯୁବକ ଶବ୍ଦର ବ୍ୟବହାର କରାଯାଇଅଛି। ସେ ପଦସ୍ଥଳରେ ଯୁବକ ଓ ଯୁବତୀ ଦୁଇ କଥା ବୁଝିବାକୁ ହେବ।
ଏହି ପ୍ରବନ୍ଧଟି ସତ୍ୟବାଦୀର ଷଷ୍ଠ ବର୍ଷ ଚତୁର୍ଥ ସଂଖ୍ୟାରୁ ସଂଗୃହୀତ। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ପଣ୍ଡିତ ନୀଳକଣ୍ଠ ଦାସଙ୍କର ପ୍ରବନ୍ଧ ଯୌବନର ପ୍ରଭାବ ଓ ପ୍ରତିଷ୍ଠା। ପ୍ରବନ୍ଧଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଚ୍ୟାନେଲରେ ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ପୁଣି ଦେଖା ହେବ ଆଗାମୀ ଅଧ୍ୟାୟରେ।